दिव्य समाचार श्रीमा श्रीनंद सह घटित 247 सत्य कहानी। मूल रचना श्याम कुमारी। संग्रह करिसेंती से भिन्न भिन्न साधकंकर अनुभूति तांको सहित घटिथिबा घटना गुड़िक ओडिया रूपांतर करिसेंती ध्रुवचरण होता। आज हम पढ़िबा गोटिए अलौकिक आरोग्य। पीଙ୍କର जंघरे गोटे ट्यूमर होइथाए। सेही भद्र महिलाटी अत्यंत सक्रिय थिले, किंतु वर्तमान बिछणारू उठी बसी पारु नथांती। एहीपरि 3 गोटी मास अतीत होईगलाଣି। से बहुत जंत्रणा मध्यरे दिन काटुଥାନ୍ତି। एपरिकी बिना साहाଯ୍ୟରେ से गाधुआघर पर्यंत ମଧ୍ୟ ଯିବା ଆସିବା କରିପାରନ୍ତି ନାହିଁ। ସେ ଶ୍ରୀଅରବିନ୍ଦଙ୍କୁ ବିପଦ ବେଳେ ସାହାଯ୍ୟ ପ୍ରାର୍ଥନା କରି ପତ୍ରଟିଏ ଲେଖିଲେ। ଶ୍ରୀଅରବିନ୍ଦଙ୍କ ଠାରୁ ଉତ୍ତର ଆସିଲା, ଭିତରେ ପ୍ରାର୍ଥନା କର। ପି ଏପରି ଉତ୍ତର ପାଇ ଚିନ୍ତା କରିବାକୁ ଲାଗିଲେ, ମୁଁ ଆଉ କେତେ ବେଶୀ ପ୍ରାର୍ଥନା କରିପାରିବାକୁ ସକ୍ଷମ ହୋଇପାରିବି। ଦିନ ଓ ରାତି ତ ମୁଁ ପ୍ରାର୍ଥନା କରୁଛି, ଏବଂ ତଥାପି ଯନ୍ତ୍ରଣା ଟିକିଏ ଉପଶମ ପାଇପାରୁନାହିଁ। ଦିନେ ତାଙ୍କ ସ୍ୱାମୀ ଖୁବ୍ ବେଶୀ ତାଙ୍କୁ ଗାଳିଗୁଲଜ କଲେ। କହିଲେ, ଦେଖୁ ଦେଖୁ ଆସି 3 ମାସ ଅତୀତ ହୋଇଗଲାଣି, ଗୋଡ଼ଟି ଟିକିଏ ମାତ୍ର ଆରୋଗ୍ୟ ହେଉନାହିଁ। ଆମେ ଗୋଡ଼ଟିକୁ କାଟିଦେବା, ଆଉ ଗୋଟିଏ କାଠର କୃତ୍ରିମ ଗୋଡ଼ ଲଗାଇଦେବା। ତାଙ୍କର କ୍ରୋଧ ବୃଦ୍ଧି ହେତୁ ସେ ଏପରି କଥା କହିପାରିଥାନ୍ତି, କିନ୍ତୁ ପି ତାଙ୍କ ସ୍ୱାମୀଙ୍କର କଥାକୁ ବହୁ ଗମ୍ଭୀର ଭାବରେ ଗ୍ରହଣ କଲେ। ସେ ଭୟରେ ଥରିବାକୁ ଲାଗିଲେ, ଦୁଃଖରେ ବିଭୋର ହୋଇ କ୍ରନ୍ଦନ କରିବାକୁ ଲାଗିଲେ ଏବଂ ଭିତରେ ଖୁବ୍ ଗଭୀର ଭାବରେ ଶ୍ରୀଅରବିନ୍ଦଙ୍କୁ ପ୍ରାର୍ଥନା କରିବାରେ ଲାଗି ପଡ଼ିଲେ। ହେ ମୋର ପ୍ରଭୁ, ମୋତେ ମାରିଦିଅ ଅଥବା ଏଥିରୁ ଆରୋଗ୍ୟ କରିଦିଅ। ମୁଁ ଗୋଟିଏ କାଠର ଗୋଡ଼ ଆଦୌ ଚାହେଁ ନାହିଁ। ଏହି ପ୍ରାର୍ଥନାଟି କରି କରି ସେ ତାଙ୍କର ଅଜାଣତରେ ଶୋଇପଡ଼ିଥାନ୍ତି। ସେଦିନ ରାତିରେ ସେ ଏକ ଦିବ୍ୟ ସ୍ୱପ୍ନ ଦେଖିବାକୁ ପାଇଲେ। ଶ୍ରୀମା ସେ ଦେଖୁଛନ୍ତି ଶ୍ରୀମା ଶ୍ରୀଅରବିନ୍ଦ ତାଙ୍କ ବିଛଣା ପାଖରେ ଆସି ଠିଆ ହୋଇଛନ୍ତି। ଶ୍ରୀମା ତାଙ୍କର ରୋଗଗ୍ରସ୍ତ ଗୋଡ଼ଟିକୁ ଧୀରେ ଧୀରେ ଆଉଁସି ଦେଉଛନ୍ତି। ହଠାତ୍ ଶ୍ରୀଅରବିନ୍ଦ ଖୁବ୍ ଜୋରରେ ସେହି ଗୋଡ଼ଟିକୁ ଟାଣିଦେଲେ। ଦେଖୁ ଦେଖୁ ତାଙ୍କର ସବୁ ଯନ୍ତ୍ରଣା କେଉଁଆଡ଼େ ଉଭାନ ହୋଇଗଲା। ସେ ନିଦରୁ ଉଠି ପଡ଼ି ଦେଖନ୍ତେ ସବୁ କିଛି ଆରୋଗ୍ୟ ହୋଇଯାଇଛି। ଟିକିଏ ହେଲେ ଆଉ ଯନ୍ତ୍ରଣା ନାହିଁ। ସେ ସିଧା ଉଠି ପଡ଼ି ବାଲକୋନି ଦର୍ଶନକୁ ଯାଇପାରିଥିଲେ। ଇଏ ଥିଲା ଗୋଟେ ଅଲୌକିକ ଆରୋଗ୍ୟ। କିନ୍ତୁ ସବୁ ସମୟରେ ଯେତେବେଳେ ବି କୁହାଯାଏ, ପଚରାଯାଏ, ମା ଏବଂ ପ୍ରଭୁ ଶ୍ରୀଅରବିନ୍ଦ ସବୁବେଳେ ସ୍ପଷ୍ଟ ଭାବେ କହିଛନ୍ତି, ଆମେ ଏଠାରେ ଅଲୌକିକତା ଦେଖେଇବାକୁ ଆସିନାହୁଁ। ତେଣୁ ସିଏ ତାଙ୍କର ଯୋଉ ଦୈନନ୍ଦିନ କାର୍ଯ୍ୟ ଭିତରେ ଏସବୁ ଗୁଡାକ ବାରମ୍ବାର କରୁନଥିଲେ। କିମିଆ କରନ୍ତିନି, କିମିଆ ଫିମିଆ କରନ୍ତିନି। ଏ ଯେମିତି ଆସିଲେ ଆଶୀର୍ବାଦ କରିଦେଲେ ଆରୋଗ୍ୟ ହେଇଯିବ, ଏଟା କରିଦେଲେ ଏମିତି ହେଇଯିବ, ସେଟା ହେଇଯିବ, ଏମିତି ସେ ଆଦୌ ସେଥିପାଇଁ ଜମାରୁ କିମିଆ କରୁନଥିଲେ। ସେଇଥିପାଇଁ ସେ ଲେଖିଲେ, ପ୍ରଥମେ ତମେ ଲେଖିଲେ ଯେ ତୁମେ ଭିତରେ ପ୍ରାର୍ଥନା କର। ଯେତେବେଳେ ଯେକୌଣସି ଜାଗାରେ ଜଣେ ଯେତେବେଳେ ଅତି ନିଷ୍ଠାପର ସହକାରେ ବା ଅତି ଆନ୍ତରିକ ସହକାରେ ଯେତେବେଳେ ପ୍ରାର୍ଥନା କରେ, ତାହା ସିଧାସଳଖ ଯାଇ ପହଞ୍ଚେ ମାଙ୍କ ପାଖରେ, ଆଉ ମା ତାର ଉତ୍ତର ନିଶ୍ଚୟ ଦିଅନ୍ତି। ବେଳେ ବେଳେ ଆମର ପ୍ରାର୍ଥନାର ସାମର୍ଥ୍ୟ ନଥାଏ, ପହଞ୍ଚି ପାରେନି। ଆଉ ଅନେକ ସମୟରେ ଆମର ଅଭିଜ୍ଞତା, ଏଇ ଜନ୍ମର ଯୋଉ କାର୍ଯ୍ୟ କରିବାକୁ ଆମେ ଆସିଛେ, ଯୋଉ ଅଭିଜ୍ଞତା ନେବାକୁ ଆମେ ଆସିଛେ, ସେ ଅଭିଜ୍ଞତା ପାଇଁ ମଧ୍ୟ ଅନେକ ସମୟରେ ଆମ ପାଖରେ ଆସିଥାଏ। କିନ୍ତୁ ସବୁ ସତ୍ତ୍ୱେ ଆମର ଆନ୍ତରିକ ପ୍ରାର୍ଥନାର ମୂଲ୍ୟ ଅଲଗା। ସେଥିପାଇଁ କୁହନ୍ତି, ମା ଲେଖିଛନ୍ତି, ଅଲ୍ ସିନସିୟର ପ୍ରେୟର୍ସ ଆର୍ ଗ୍ରାଣ୍ଟେଡ୍। ଖାଲି ପ୍ରେୟାର ଲେଖିନାହାନ୍ତି, ଅଲ୍ ସିନସିୟର ପ୍ରେୟର୍ସ ଆର୍ ଗ୍ରାଣ୍ଟେଡ୍। ଅଲ୍ ପ୍ରେୟର୍ସ ଆର୍ ଗ୍ରାଣ୍ଟେଡ୍ ବେଳେ ବେଳେ ଲୋକ ଭାବି ଦିଅନ୍ତି।
ଅଲ୍ ସିନସିୟର ପ୍ରେୟର୍ସ ଆର୍ ଗ୍ରାଣ୍ଟେଡ୍ କାହିଁ କହିଲେ ଯେ ଆନ୍ତରିକ ସହକାରେ ଚାହୁଁଥାଏ ତାମାନେ ସିଏ ଗ୍ରହଣଶୀଳ ହୋଇପାରିଯାଏ। ତେଣୁ ଯେତେବେଳେ ମା ଯେତେବେଳେ ଉତ୍ତର ଦିଅନ୍ତି ସେ ତାକୁ ଆଜ ଇଟ୍ ଇଜ ଗ୍ରହଣ କରିପାରିବାର ଏକ ସାମର୍ଥ୍ୟ ତା ଭିତରେ ଆସିଯାଏ। ତେଣୁ ଆର ଓଲଟା ଦିଗ କଥା ଭାବିବନି ଯେ ମୋ ଦେହ ଭଲ ହଉନାହିଁ ତାମାନେ ମା ମତେ କୃପା କରୁନାହାନ୍ତି, ସେ କଥା ନୁହଁ। ମନେ ରଖିବା ଉଚିତ ଆମ ଶାରୀରିକ ପ୍ରସ୍ତୁତି, ଆମର ପ୍ରାଣିକ ସଂଯମତା ଏବଂ ମନର ଯୋଉ ବିକାଶ, ଏଇ ତିନୋଟି ଯାକ ଦରକାର। ସେମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଅନେକ ସମୟରେ ଅନେକ ଘଟଣା ଆମ ଜୀବନରେ ଘଟେ। ତାକୁ ସେ ଘଟଣାରୁ କଣ ଆମକୁ ପ୍ରସ୍ତୁତ କରିବାକୁ ଆସିଛି, ଯଦି ସେଇଟା ଆମେ ଜାଣି ଯାଆନ୍ତେ ବା ସେଥିପାଇଁ ଆମେ ଯଦି ପ୍ରୟାସ କରନ୍ତେ ତାହେଲେ ସେଇ ଘଟଣା ଆଉ ଆମ ଜୀବନରେ ବାରମ୍ବାର ଘଟିବନି। କାରଣ ଥରେ ଶିଖିଗଲେ ଆଉ କାହିଁକି ସେ ଘଟଣା ଆସିବ ଆମ ଜୀବନ। ଆଉ ଗୋଟେ ଘଟଣା, ମୃତ୍ୟୁ ଏବଂ ପୁନର୍ଜନ୍ମ। 1956 ଦିନକର ଅପରାହ୍ନ 3:30 ଗୋଟେ ଘଟଣା। ଜି ଚାହିଁକରି ନିଜର ବିଛଣାରେ ଟିକେ ବିଶ୍ରାମ ଗ୍ରହଣ କରୁଥାନ୍ତି। ହଠାତ୍ ଦେଖନ୍ତି ଗୋଟେ ଧଳା ପାରା ସେ କକ୍ଷ ମଧ୍ୟକୁ ପ୍ରବେଶ କରି ଏଣେ ତେଣେ ଉଡି ବୁଲିବାରେ ଲାଗିଲା। ସେ ବିସ୍ମିତ ହୋଇ ଚାହିଁ ରହିଥାନ୍ତି। ପାରାଟେ ଆସି ତାଙ୍କ ବିଛଣା ନିକଟରେ ଗୋଟେ ଟେବୁଲ ଉପରେ ବସି ପଡିଲା। ଯିଏ ମନେ ମନେ ଭାବିଲେ କିଛି ଗୋଟେ ନିଶ୍ଚିତ ରୂପେ ଘଟିଛି। ସେ ଲକ୍ଷ୍ୟ କରି ଦେଖନ୍ତି ତ ତାଙ୍କ ପାଖରେ ବସିଥିବା ପାରାଟି ଘୁ ଘୁ କରି ତାଙ୍କୁ କିଛି କହୁଅଛି। ଏ ଘୁମୁରା ପାରା, ପାରା ତ ଘୁମୁରନ୍ତିନି, ଏମିତି ସବୁ ହୁଅନ୍ତି। ଲେଖୁଛନ୍ତି ସେ ଘୁ ଘୁ କରି ତାଙ୍କୁ କିଛି କହୁଛି, କିନ୍ତୁ ସେ ପାରାଟିର ଭାଷା ବୁଝି ପାରିଲେ ନାହିଁ। ତାଙ୍କୁ ଟିକେ ଅସୁସ୍ଥ ବୋଧ ହେଲା ଓ ସେ ମନେ ମନେ ଭାବିବାକୁ ଲାଗିଲେ କିଛି କେଉଁଠାରେ ନିଶ୍ଚିତ ଭାବରେ ଅଶୁଭ ଘଟଣାଟେ ଘଟିଛି, ନଚେତ୍ ଏଇ ଅଚିହ୍ନା ପାରାଟି କାହିଁକି ମୋର ପ୍ରକୋଷ୍ଠକୁ ଆସିଥାନ୍ତା। ତାଙ୍କର ଆଶଙ୍କା ସତରେ ପରିଣତ ହେଲା। ସେଦିନ ରାତିରେ ସେ ଗୋଟେ ତାରା ବାର୍ତ୍ତା ପାଇଲେ। ସେଥିରେ ତାଙ୍କର ପିତାଙ୍କର ମୃତ୍ୟୁ ସମ୍ବାଦ ଥିଲା। ବସ୍ତୁତଃ ସେ ବହୁ ଦୁଃଖିତ ହୋଇ ପଡିଲେ ଏବଂ ଘରକୁ ଗଲେ ନାହିଁ। ଭାବିଲେ ଘରକୁ ଯାଇବା ଆଉ କଣ ଲାଭ, ସବୁ ତ ସରିଗଲାଣି, ଆଉ ଅନାବଶ୍ୟକ ଭାବରେ ଯାଇ କଣ ହେବ। ସେ ଏଇ ସବୁ କଥା ଶ୍ରୀମାଙ୍କୁ ଜଣାଇଦେଲେ। ଗୋଟିଏ ମାସ ଅତୀତ ହୋଇଯିବା ପରେ ଜୀଙ୍କର ପିତା ତାଙ୍କ ନିକଟକୁ ସ୍ୱପ୍ନରେ ଆସି ତାଙ୍କ ମୃତ୍ୟୁର ସମସ୍ତ ପ୍ରକ୍ରିୟା ଓ ଶରୀର ଛାଡିବା ପରେ ଆତ୍ମାର ଯାତ୍ରା ବିଷୟ ବର୍ଣ୍ଣନା କରି ଚାଲିଗଲେ। କର୍ମ ଅନୁସାରେ ଆତ୍ମା କିପରି ବିଭିନ୍ନ ସ୍ତର ମଧ୍ୟ ଦେଇ ଗତି କରେ ସେ ସମ୍ବନ୍ଧରେ ବିଶେଷ ଭାବରେ ସେ ବର୍ଣ୍ଣନା କରିଥିଲେ। ଏହାପରେ ଜି ସେ ଅଶରୀର ଆତ୍ମାଟିକୁ ପଚାରିଲେ, ପ୍ରକୃତରେ ତୁମେ କଣ ମୋର ପିତା ନା ଏସବୁ ମୋର କଳ୍ପନା। କାହାକୁ? ସେ ଅଶରୀରୀ ଆତ୍ମାକୁ ପଚାରୁଛନ୍ତି, ତୁମେ ପ୍ରକୃତରେ ମୋର ପିତା ନା ଏସବୁ ମୋର କଳ୍ପନା। ତୁମେ ମୋର ପ୍ରକୃତ ପିତା ବୋଲି ମୋତେ ପ୍ରମାଣ କଣ? ତୁମେ ମୋର ପ୍ରକୃତ ପିତା ବୋଲି ପ୍ରମାଣ କଣ? 15 ଦିନ ପରେ ଏକ ଚାଞ୍ଚଲ୍ୟକର ଭାବରେ ଜୀଙ୍କର ପ୍ରଶ୍ନର ଉତ୍ତର ମିଳିଥିଲା। ଦିନେ ସେ ତାଙ୍କ ବିଛଣାରେ ଶୋଇଥିବା ସମୟରେ ଅନ୍ୟ ଗୋଟେ ସ୍ୱପ୍ନ ଦେଖିବାକୁ ପାଇଲେ। ତାଙ୍କ ବାପା ଆସି ତାଙ୍କୁ ପଚାରୁଛନ୍ତି, ମୁଁ ତୁମ ସଙ୍ଗରେ ଶୋଇପାରେ କି? ଜି ସହସା ଉତ୍ତର ଦିଅନ୍ତି, ହଁ ବାପା ନିଶ୍ଚୟ, କିନ୍ତୁ ମୁଁ କିପରି ଜାଣିବି ଆପଣ ମୋର ବାପା? ଦେଖ, ତୁମେ ମୋର ଦେହରେ ଗନ୍ଧ ଜାଣିଛ, ମୋର ମନୋଭାବ ସବୁ ଜାଣିଛ, ନୁହେଁ କି? ତାଙ୍କ ବାପା କହୁଛନ୍ତି, ଦେଖ ତୁମେ ମୋର ଦେହର ଗନ୍ଧ ଜାଣିଛ, ମୋର ମନୋଭାବ ସବୁ ଜାଣିଛ, ନୁହେଁ କି? ତୁମେ ସେ ସମସ୍ତ ବର୍ତ୍ତମାନ ଅନୁଭବ କରିପାରୁଛ କି? ଜି ପ୍ରକୃତରେ ଜାଣିପାରିଲେ ତାଙ୍କ ବାପାଙ୍କର ଦେହର ଗନ୍ଧ ପରି ଠିକ ବାୟୁମଣ୍ଡଳରେ ଗୋଟେ ବାସନା ହେଉଅଛି। ତାଙ୍କ ବାପା ବସିଥିବା ସମୟରେ ଯେପରି ପରିବେଶ ଲାଗେ ଠିକ ସେହିପରି ବୋଧ ହେଉଅଛି। ସେ ପୁଣି ଦାବି କରି ବସିଲେ, ତୁମେ ଆସିଛ ବୋଲି ତାର ପ୍ରମାଣ କଣ? ସେଇ ସ୍ପିରିଟ ଉତ୍ତର ଦେଲେ, ମୁଁ ମୋର ପାଦ ଚିହ୍ନ ଚଟାଣ ଉପରେ ଛାଡି ଯାଉଅଛି। ସକାଳୁ ଉଠିଲା ପରେ ତୁମେ ତାହା ଦେଖିପାରିବ। ପରଦିନ ସକାଳେ ଜି ନିଦରୁ ଉଠି ତାଙ୍କର ଧୂଳି ଧୂସରିତ ଚଟାଣରେ ବିଛଣା ଠାରୁ ଠିକ କବାଟ ପର୍ଯ୍ୟନ୍ତ ସ୍ପଷ୍ଟ ପାଦ ଚିହ୍ନ ଦେଖିପାରିଲେ।
ତାହା ନିଜର ପାଦ ଚିହ୍ନ ଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା। ଏହାର ଠିକ 2 କିମ୍ବା 3 ମାସ ପରେ ତାଙ୍କ ବାପାଙ୍କର ସ୍ପିରିଟ ପୁଣି ଜିଙ୍କ ନିକଟକୁ ଆସିଲେ ଏବଂ ତାଙ୍କୁ କହିଲେ, ହେ ମୋର ପୁଅ, ଶୁଣ, ମୁଁ ବର୍ତ୍ତମାନ ଏପରି ଗୋଟିଏ ଅଞ୍ଚଳରେ ଆସି ପହଞ୍ଚିଛି ଯାହାକୁ ସହ୍ୟ କରିବା ଆଦୌ ସମ୍ଭବପର ନୁହେଁ। ମୋତେ ସେଠାରେ ଆହୁରି 10 ବର୍ଷ ରହିବାକୁ ପଡ଼ିବ। ତୁମେ କାହିଁକି ତୁମର ମା ତୁମର ଦିବ୍ୟଜନନୀକୁ କହୁନାହଁ ସେଇଠାରୁ ମୋତେ ଟିକେ ଉଦ୍ଧାର କରିଦେବେ? ଜି ଶ୍ରୀମାଙ୍କ ନିକଟକୁ ଯାଇ ତାଙ୍କ ପିତାଙ୍କର ସମସ୍ତ ଅନୁରୋଧ ଜଣାଇଲେ। ଶ୍ରୀମା ପଚାରିଲେ, ତୁମର ବାପା କେବେ ଶରୀର ତ୍ୟାଗ କଲେ? ଜି ଶ୍ରୀମାଙ୍କୁ ନିର୍ଦ୍ଦିଷ୍ଟ ତାରିଖ ଓ ବର୍ଷ କହିଲେ। ଶ୍ରୀମା ପୁଣି କହିଲେ, ତାଙ୍କର କୌଣସି ଫଟୋଗ୍ରାଫ ତୁମ ପାଖରେ ଅଛି କି? ସେ କହିଲେ, ହଁ ମା, ମୋ ପାଖରେ ଅଛି। ସେ ତାଙ୍କର ପିତାଙ୍କର ଫଟୋଗ୍ରାଫ ଶ୍ରୀମାଙ୍କ ନିକଟକୁ ନେଇକରି ଗଲେ। ମା ସେଇ ଫଟୋ ଉପରେ ଏକାଗ୍ର ହେଲେ ଓ କିଛି ସମୟ ପରେ କହିଲେ, ଆଚ୍ଛା, ମୁଁ ସେ କାମଟି କରିଦେଲି। ମା, ଠିକ ଅଛି, ଜି କୃତଜ୍ଞତା କଣ୍ଠରେ ଉତ୍ତର ଦେଲେ। ସେ ଅନୁଭବ କଲେ ଯେ ଶ୍ରୀମା ସୂକ୍ଷ୍ମ ଜଗତରେ କିଛି ନା କିଛି କାର୍ଯ୍ୟ କଲେ। ଠିକ 1 ମାସ ପରେ ଜିଙ୍କର ପିତା ପୁନଶ୍ଚ ଆସି ତାଙ୍କୁ କହିଲେ, ହେ ମୋର ପୁଅ, ଶ୍ରୀମା ମୋ ପାଇଁ କିଛି ଗୋଟେ କରିଛନ୍ତି। ମୁଁ ବର୍ତ୍ତମାନ ସେଇ ଭୟଙ୍କର ଅଞ୍ଚଳରୁ ମୁକ୍ତ ହୋଇଯାଇଛି। ଯିଏ ବହୁତ ଖୁସି ହେଲେ ଏବଂ ସହସା ଯାଇ ଶ୍ରୀମାଙ୍କର ଗୋଚରାର୍ଥ ଜଣାଇଦେଲେ। ଶ୍ରୀମା ଟିକେ ସ୍ମିତହାସ୍ୟ ପ୍ରଦାନ କଲେ, ମାତ୍ର କିଛି କହିଲେ ନାହିଁ। ଏହାର ପ୍ରାୟ ପାଖାପାଖି 6 ମାସ ପରେ ଜିଙ୍କର ପିତା ପୁନଶ୍ଚ ଆସି ତାଙ୍କ ନିକଟରେ ସ୍ୱପ୍ନରେ ଦେଖାଦେଲେ ଏବଂ ତାଙ୍କୁ କହିଲେ, ହେ ମୋର ପୁଅ, ମୁଁ ପୁନଶ୍ଚ ପୃଥିବୀକୁ ଫେରିବାକୁ ଚାହୁଁଅଛି। ଜି ପଚାରିଲେ, ବାପା, ତୁମେ କିପରି ଜନ୍ମ ନେବ? କେଉଁଠାରେ ଜନ୍ମ ନେବ? ତାଙ୍କ ସ୍ପିରିଟ ଉତ୍ତର ଦେଲା, ମୁଁ ତୁମକୁ କହିବାକୁ ଚାହେଁ ନାହିଁ କେଉଁଠାରେ ମୁଁ ଜନ୍ମ ଗ୍ରହଣ କରିବି, କିନ୍ତୁ ତୁମେ ତାହା ଜାଣିପାରିବ। ଏତିକି ମାତ୍ର କହି ସେଇ ସ୍ପିରିଟ ଉଭାନ ହୋଇଗଲେ। କେତେ ଦିନ ବିତିଗଲା। ଗୋଟେ ରାତିରେ ଜି ବିଛଣାରେ ଅର୍ଦ୍ଧ ନିଦ୍ରିତ ଅବସ୍ଥାରେ ଅଛନ୍ତି। ସେ ଦେଖନ୍ତି ଗୋଟେ ଛୋଟ ପିଲା ଆସି ତାଙ୍କ ଖଟ ନିକଟରେ ଠିଆ ହୋଇଛି। ଜିଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ଏ ପିଲାଟି କେଉଁଠାରୁ ଆସିଲା? ଯିଏ ହଠାତ୍ ଉଠି ପଡନ୍ତେ ପିଲାଟି ଉଭେଇ ଗଲା। ସେ କହିଲେ, ମୁଁ ପୃଥିବୀକୁ ଆସିଗଲି। ଯିଏ ଆଶ୍ଚର୍ଯ୍ୟ ହୋଇ ଚିନ୍ତା କରିବାକୁ ଲାଗିଲେ, କେଉଁଠାରେ କେଉଁଠାରେ ମୋର ବାପା ପୁନର୍ଜନ୍ମ ଲାଭ କଲେ? ସେ ଏଇ ଘଟଣାଟି ସତ୍ୟ କି ନାହିଁ ପରୀକ୍ଷା କରିବାକୁ ଇଚ୍ଛା କଲେ। ସେ ଅନୁସନ୍ଧାନ କରିବାକୁ ଲାଗିଲେ। ଠିକ ସ୍ୱପ୍ନ ଦେଖିଥିବା ଦିନ କେଉଁ ବଡ ଘରେ ପୁଅଟିଏ ଜନ୍ମଗ୍ରହଣ କରିଛି। ସେ ଜାଣିଲେ ଯେ ତାଙ୍କରି ପରିବାର ମଧ୍ୟରେ ଠିକ ସେଇ ଦିନ ସେଇ ତାରିଖରେ ଗୋଟେ ପୁଅ ଜନ୍ମ ଲାଭ କରିଅଛି। 1.5 ବର୍ଷ ପରେ ଜି ତାଙ୍କ ପରିବାରକୁ ପରିଦର୍ଶନ କରିବାକୁ ଗଲେ ଏବଂ ପୁଅଟିକୁ ଭେଟିଲେ। ସେ ସହସା ଜାଣିପାରିଲେ ପୁଅଟି ତାଙ୍କ ପିତାଙ୍କର ସେଇ ଦେହର ଗନ୍ଧ ଓ ତାଙ୍କ ପରିବେଶ ସାଙ୍ଗରେ ଧରିକରି ଜନ୍ମ ନେଇଛି। ଯିଏ ମଧ୍ୟ ଜଣେ ଜଣାଶୁଣା ଗୁହ୍ୟ ବିଦ୍ୟାବିତ୍ ଥିଲେ। ସେ ତାଙ୍କ ଜ୍ଞାନ ଓ ଅଭିଜ୍ଞତାରୁ କୁହନ୍ତି, ଆତ୍ମା ପୂର୍ବ ଜନ୍ମର କିଛି ସ୍ୱଭାବ ସାଙ୍ଗରେ ଆଣି ଆସେ, କିନ୍ତୁ ତାହାର ଅଗ୍ରଗତି ନୂତନ କର୍ମକ୍ଷେତ୍ରରେ ମଳିନ ପଡ଼ିଯାଇଥାଏ ଏବଂ ସେଇ ପୁରୁଣା ସ୍ୱଭାବର ଅଇଁଠା ଖଣ୍ଡ ମଳିନ ହୋଇ ଭାଙ୍ଗି ପଡ଼ିଥାନ୍ତି। ଏହି ସବୁ ପୁରୁଣା ଏହି ସବୁ ପୁରୁଣା ଲକ୍ଷଣରୁ ସେ ଜାଣିପାରିଲେ ତାଙ୍କ ପିତା ସେ ବାଳକ ରୂପେ ନୂତନ ଜନ୍ମ ଗ୍ରହଣ କରିଛନ୍ତି। ଯିଏ ବହୁ ପୂର୍ବରୁ ତାଙ୍କ ପିତାଙ୍କର ଅଭିଳାଷ ଏବଂ ନୂତନ ଦେହ ଧାରଣ କରିବାର ତାଙ୍କର ଆଗ୍ରହ ସମ୍ବନ୍ଧରେ ସମସ୍ତ କଥା ଶ୍ରୀମାଙ୍କୁ ଜଣାଇ ଦେଇଥିଲେ। ଶ୍ରୀମା କହିଥିଲେ, ଏହା ସମ୍ଭବ, ଏହା ଘଟିବ। ବର୍ତ୍ତମାନ ସ୍ୱପ୍ନରେ ସେଇ ଛୋଟ ପିଲାଟିର କାଳ୍ପନିକ ଦୃଶ୍ୟ ଓ ତାଙ୍କ ପରିବାର ମଧ୍ୟରେ ସେଇ ପିଲାର ଜନ୍ମ ବୃତ୍ତାନ୍ତ କୁହନ୍ତେ ଶ୍ରୀମା ଏହାକୁ ସ୍ୱୀକାର କରିଥିଲେ ଏବଂ କହିଲେ, ହଁ, ଏହା ଘଟି ଯାଇଛି। ଆହୁରି ମଧ୍ୟ ଶ୍ରୀମା କହିଲେ ତାଙ୍କର ପିତା ପୁନର୍ଜନ୍ମ ଗ୍ରହଣ କରିବା ନିମନ୍ତେ ମାଙ୍କର ଅନୁମତି ନେଇଛନ୍ତି। ଏଇଠି ଅନେକ ଗୁଡ଼ିଏ କଥା ଆପଣ ଦେଖିଲେ। ସବୁ କଥାକୁ ସବୁ ଜାଗାରେ ମିକ୍ସ କରିଦେବେ ନାହିଁ ବା ଗୋଟେ ଧରାବନ୍ଧା ନିୟମ ଭାବେ ଧରିବେ ନାହିଁ। କିନ୍ତୁ ଗୋଟେ କଥା ହଉଛି ତା ଭିତରେ ସତ୍ୟ, ଯେତେବେଳେ ଆମେ ଶରୀର ତ୍ୟାଗ କରୁଛନ୍ତି ସେତେବେଳେ ସୂକ୍ଷ୍ମ ସ୍ତରରେ ଯେତେବେଳେ ଆମର ଯାତ୍ରା ଆରମ୍ଭ ହେଇଯାଉଛି, ସମସ୍ତେ କୁହନ୍ତି
ନିଜେ ନ ମଲେ ସ୍ୱର୍ଗ ଦେଖି ହୁଏ ନାହିଁ। କିନ୍ତୁ ଆଙ୍କ କ୍ଷେତ୍ରରେ ତାଙ୍କ ପିତା ଆସି ବର୍ଣ୍ଣନା କରୁଛନ୍ତି ମୃତ୍ୟୁ ପରେ କୋଉ କୋଉ ଲୋକ ଦେଇକି ସେ ଗତି କରୁଛନ୍ତି। ଏବଂ ଆମେମାନେ ଦେଖିଲେ, ଆମେମାନେ ଦେଖିଲେ ଯେ ସେ ଗତି କରିବା ବେଳେ ତାଙ୍କର ଅସୁବିଧା ବି ହଉଛି ଏବଂ ସେ ଆସି ପ୍ରାର୍ଥନା କରୁଛନ୍ତି। ଏଠି ଗୋଟେ ଲାଭ ସେ ପାଇଛନ୍ତି କଣ? ଯେହେତୁ ତାଙ୍କ ପୁଅ ମାଙ୍କ ପାଖରେ ଆଶ୍ରିତ ଅଛନ୍ତି ଏବଂ ସେ ଆସି ତେଣୁ ତାଙ୍କ ପୁଅଙ୍କୁ ସିଧାସଳଖ କହିଦଉଛନ୍ତି ଏବଂ ତାଙ୍କ ପୁଅ ଯାଇକି ମାଙ୍କ ପାଖରେ ଅନୁରୋଧ କରୁଛନ୍ତି। ମା କଣ କରୁଛନ୍ତି, ତାଙ୍କର ପଥ ଯିବା ପଥରେ ଯୋଉ ସୂକ୍ଷ୍ମ ସ୍ତରରେ ଯୋଉ କଣ୍ଟକିତ ସମୟ ଆସି ପହଞ୍ଚିଛି ତାକୁ ମା ପରିଷ୍କାର କରିଦଉଛନ୍ତି ବା ତାଙ୍କୁ ସାହାଯ୍ୟ କରୁଛନ୍ତି, ତାଙ୍କୁ କୃପା କରୁଛନ୍ତି। ସେଠୁ ବାହାରିକି ସେ ଆଗକୁ ଚାଲି ଯାଉ। ତେଣୁ ଏଇଠି ଆମେ ଗୋଟେ କଥା ଦେଖନ୍ତୁ, ଆଉ ଗୋଟେ କଥା ଦେଖନ୍ତୁ, ତାଙ୍କ ପିତା ଶରୀର ତ୍ୟାଗ କଲା ପରେ ମଧ୍ୟ ସେ ଘରକୁ ଯାଇନଥିଲେ। ଆମେ ବେଳେ ବେଳେ ଭାବୁ ଯେ ଆମେ ଫିଜିକାଲି ଉପସ୍ଥିତ ରହିଲେ ବହୁତ କିଛି କାମ ଆମେ କରିପାରିବା। କିନ୍ତୁ ଫିଜିକାଲି ଆମେ ଯେତିକି କାମ କରିବା ସେଇଟା ଯିଏ ନାହିଁ ସିଏ କରିପାରିବ। ଯିଏ ବି ଅଛି, ସାଧାରଣ ବ୍ୟକ୍ତି ଯିଏ ବି ଅଛି ସେ କରିଦବ। କିନ୍ତୁ ତୁମର ଯଦି ସାମର୍ଥ୍ୟ ରହିଛି, ଯୋଉଟା କି ସୂକ୍ଷ୍ମ ସ୍ତରରେ ତୁମେ କିଛି କରିପାରିବ, ତାହେଲେ ତୁମେ ନ ଯାଇକି ମଧ୍ୟ ଅନେକ କିଛି କାମ କରିପାରିବ ଯୋଉଟା କି ସେ ନିଜେ କଲେ। ସେ ଗଲେନି ଘରକୁ, ପ୍ରାର୍ଥନା କଲେ ମାଙ୍କ ପାଖରେ ରହି। ତାଙ୍କର ପ୍ରାର୍ଥନା ବଳରେ ହିଁ ତାଙ୍କର ପିତାଙ୍କର ଯୋଉ ସୂକ୍ଷ୍ମ ସ୍ତରର ଯୋଉ ଯାତ୍ରା ହେଲା, କିଛି ବାଟ ସେ ଆରାମ ସେ ଗଲେ, ତାଙ୍କୁ କିଛି ପରିଶ୍ରମ ପଡିଲାନି। ସେଇଥିପାଇଁ କୁହାଯାଏ, ବାରମ୍ବାର ମା କୁହନ୍ତି, ପ୍ରଭୁ କହୁଛନ୍ତି, ଜଣେ ଯେତେବେଳେ ଶରୀର ତ୍ୟାଗ କରୁଛି ତୁମେ କାନ୍ଦ ବୋବାଳି ପକାଇ ତମେ କଣ କର ନା ତାର ପ୍ରାଣ ସତ୍ତାକୁ ତମେ ମାଡି ବସିକି ଅଟକେଇ ରଖିଦିଅ। ଆତ୍ମା ତ ଶରୀର ତ୍ୟାଗ କରି ଚାଲି ଯାଇଥାଏ, ତାର ପ୍ରାଣ ସତ୍ତାକୁ, ତା ମାନସିକ ସତ୍ତାକୁ ତମେ ଜବରଦସ୍ତ ଅଟକେଇ ରଖିଦିଅ। ଶରୀର ତ ତ୍ୟାଗ କରିଦେଇଛି, ସିଏ ବି ସୂକ୍ଷ୍ମ ଶରୀର ବି ରୂପ ଗ୍ରହଣ କରିବ। କିନ୍ତୁ ତମେ ଯେତେବେଳେ ତାଙ୍କ ବିଷୟରେ କାନ୍ଦୁଛ, ତାଙ୍କ ବିଷୟରେ ଭାବୁଛ, କଣ ହଉଛି ନା ସିଏ ଦେଖୁଛି ଯେ ମତେ ଏମିତି ମୋ ବିଷୟରେ ଭାବୁଛନ୍ତି। ତେଣୁ ସିଏ ଗୋଟେ ବନ୍ଧନରେ ଯେମିତି ବାନ୍ଧି ହୁଅନ୍ତିନି, ସେମିତି ବାନ୍ଧି ହେଇକି ରହିଯାଏ। ବେଶୀ କଷ୍ଟ ସେ ସମୟ। ତେଣୁ ସିଏ ଯେ ଭଲ ଭାବରେ କେମିତି ଗତି କରିବେ ସେ ସୂକ୍ଷ୍ମ ଜଗତରେ, ତେଣୁ ମାଙ୍କୁ ତମେ ଯଦି ସେ ସମୟରେ ନିଶ୍ଚଳ ନିରବ ହେଇ ପ୍ରାର୍ଥନାଟି ଜଣେଇବେ, ତେବେ ସୂକ୍ଷ୍ମ ସ୍ତରରେ ତାଙ୍କ ଗତି ଗୁଡିକ ଆପଣଙ୍କର ସହଜ ହବ, ବାଟ ପାଇଯିବେ ଏବଂ ସାହାଯ୍ୟକାରୀ ଶକ୍ତି ମଧ୍ୟ ପାଖରେ ପାଖରେ ପାଇବେ। ଏଠି ଆଉ ଗୋଟେ କଥା ହେଲା ପୁନର୍ଜନ୍ମ। ପୁନର୍ଜନ୍ମ ବେଳେ ପ୍ରାୟତଃ ବାହ୍ୟ ସ୍ଥୂଳ ରୂପ ଯୋଉ ରୂପ ଥିଲା, ଯୋଉ ମନ ପ୍ରାଣ ଥିଲେ, ସେମାନେ ଯଦି ସେତିକି ଅଗ୍ରଗତି କରିନାହାନ୍ତି, ତାହେଲେ ନେକ୍ସଟ ଜନ୍ମରେ ସେମାନେ ଏକାଠି ଆସିବେ ବୋଲି କିଛି ଗ୍ୟାରେଣ୍ଟି ଦେଇ ହବ। ଯୋଉମାନଙ୍କର ସଂଗଠିତ ହେଇଛି ସେମାନେ ସେୟାକୁ ଧରିକି ଆସିପାରନ୍ତି। ସେଥିପାଇଁ ଆପଣ ଦେଖିବେ, ପୁନର୍ଜନ୍ମ କଥା ଯେତେବେଳେ ଉଠେ ବହୁତ ଲୋକ ବହୁତ କଥା ସବୁ କୁହନ୍ତି, ମୁଁ ଏହା ଦେଖିଲି ସେୟା ଦେଖିଲି। ବେଳେ ବେଳେ ସେଥିରେ ଆମ ମନ ଯୋଡି ଯାଡିକି ବହୁତ ଭଲ କାଳ୍ପନିକ ଭାବରେ ଗୋଟେ ଚରିତ୍ର ତିଆରି କରିଦିଏ। ଚରିତ୍ର ଗୋଟେ ତିଆରି କରି, ତେଣୁ ସେ ସମୟରେ ଭାରି ସତର୍କ ରହିବାକୁ ପଡେ ଯେ ତୁମେ ଯାହାକୁ ଭାବୁଛ ସେ ସେଥିପାଇଁ ବାରମ୍ବାର ପଚାରେ, ମୁଁ କେମିତି ଜାଣି ତମେ ମୋ ବାପା ବୋଲି? ନହେଲେ କଣ ହୁଏ, ଅନ୍ୟାନ୍ୟ ସ୍ପିରିଟ ମାନେ ଥାଆନ୍ତି ଯୋଉମାନେ ସେଇ ନାଁ ଧରି ଆସି ପହଞ୍ଚିଯାଆନ୍ତି। ତେଣୁ ତାଙ୍କ ପ୍ରତି ସଚେତନ ରହିବାକୁ ପଡେ। ଇଏ ହେଲା ଗୋଟେ କଥା। ଆଉ ଗୋଟେ କଥା, ତୃତୀୟ କଥା ହଉଛି ଯେ ଆମେ ଯୋଉ ସ୍ୱପ୍ନ ସେ ଦେଖିଲେ, ଯୋଉ ଘଟଣା ଘଟିଲା, ସେଇଟା ବୁଝିବା ପାଇଁ ତୁମର ସାମର୍ଥ୍ୟ ଥିବା ଦରକାର। ନଚେତ ଲୋକ କଣ କରନ୍ତି, ତାକୁ ଭିନ୍ନ ଅର୍ଥରେ ବୁଝନ୍ତି।
ତେଣୁ ଏମିତି ବି ନୁହଁ ଯେ ତାଙ୍କ ପାଖକୁ ପାରା ଆସିଲା, ତେଣୁ ତୁମ ପାଖକୁ ପାରା ଆସିଲା ମାନେ ସେ ମୃତ୍ୟୁ ସମ୍ବାଦ ନେଇକି ଆସିଛି। ପାରା ଆସିଛି କିଛି ସମ୍ବାଦ ଦବା ପାଇଁ। ଭିନ୍ନ ଭିନ୍ନ ସମୟରେ ଆମେ ଚେତନାର ଯୋଉ ସ୍ତରରେ ଥାନ୍ତି, ସେଇ ଅନୁସାରେ ବେଳେ ବେଳେ ମନ ବି ଗୋଟେ ପ୍ରସ୍ତୁତ କରିକି ଆଣି ଆମ ପାଖରେ ପହଞ୍ଚେଇ ଦିଏ। ତେଣୁ ସେଥିପ୍ରତି ସଚେତନ ହେବା ବହୁତ ଜରୁରୀ। ତେଣୁ ପ୍ରାର୍ଥନା କରିବ ସବୁବେଳେ ମାଙ୍କ ପାଖରେ। ମା, ଥ୍ୟାଙ୍କ ୟୁ।